ଥରେ ଭାବି ଦେଖିଲେ ଆପଣଙ୍କ ହାତରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଆଇଫୋନ୍ ଯଦି ପାଣିରେ ଖସିଗଲା। ଆଜ୍ଞା ମୋ ସହିତ ସେମିତି ହେଇଛି। ଆକ୍ଚୁଆଲି ହେଲା କ'ଣ କି ମୁଁ ମୋ ଫ୍ୟାମିଲି ମାନେ ମୋ ବାପା ମା ମୋ ଭାଇ ଏମାନଙ୍କ ସହିତ ମୁଁ ଯାଇଥିଲି ବୁଲିବାକୁ। ବୁଲୁ ବୁଲୁ ସେଇଠି ବୋଟିଂ ଦେଖାଗଲା। ତ ଆମେ ଭାବିଲୁ କି ଚାଲ ବୋଟିଂ ଅପସନ୍ ଅଛି ମାନେ ଟିକେ ବୋଟିଂ ବି କରିବା। ଏତେ ସୁନ୍ଦର ଭ୍ୟୁ ଥିଲା ଆଉ ଆମେ ସମସ୍ତେ ବୋଟ୍ରେ ବସିଗଲୁ ଆଉ ସାମ୍ନାରେ ଏତେ ବଢ଼ିଆ ଭ୍ୟୁ ଥିଲା ଯେ ମୁଁ କହିଲି ଚାଲ ଫଟୋ ବି ଟିକେ ସୁଟ୍ କରିନେବି ପ୍ଲସ୍ ଭିଡ଼ିଓ ବି ସୁଟ୍ କରିନେବି ୟୁଟ୍ୟୁବ୍ ପାଇଁ। ଏହା ଭାବିକି ମୋବାଇଲରେ ସୁଟ୍ କରିବା ଷ୍ଟାର୍ଟ କଲି ଆଉ ଠିକ୍ ସେଇ ସମୟରେ କି ମୋ ହାତରୁ ଗଲା ଫୋନ୍ ପାଣିରେ। ମୁଁ ପୁରା କାନ୍ଦୁଣୁ ହେଇଗଲି ଆଉ ମୁଁ ମୋ ମାଆଙ୍କୁ କହିବାକୁ ଜଷ୍ଟ କିଛି ଯାଉଥିଲି ସେପଟୁ ମୋ ମାଆଙ୍କ ହାତ ବୁଲିକି ମୋ ଗାଲରେ ବସିଲା ଗୋଟେ ଠାଏ। ମାଆ କହିଲେ କ'ଣ କଲୁ ତୁ? ଏତିକି କହିଛନ୍ତି ମୋ ନିଦ ଭାଙ୍ଗିଗଲା ଆଉ ମୁଁ ଖୋଜିବାକୁ ଲାଗିଗଲି ମୋର ଆଇଫୋନ୍। ଠିକ୍ ସେଇ ସମୟରେ ମୋର ମନେ ପଡ଼ିଲା ଆରେ ମୁଁ ତ ନୋକିଆ 1208 ୟୁଜ୍ କରେ, ଆଇଫୋନ୍ କିଏ ମୁଁ କିଏ।